ଦୋଳ ମହୋତ୍ସବ କାହିଁକି ପାଳନ କରାଯାଏ? ଏହି ମହୋତ୍ସବଟି କେବେଠାରୁ ପାଳିତ କରାଯାଉଛି? ଆମ ହିନ୍ଦୁ ଧର୍ମର ଭଗବାନ ରାଧାକୃଷ୍ଣଙ୍କର ଏହି ପର୍ବଟି କେବେଠାରୁ ପାଳନ କରାଯାଉଛି? ଦର୍ଶକ ବନ୍ଧୁ, ପ୍ରାୟତଃ ଏହି କଥାଟି ଆମ ଭାରତବର୍ଷର 100ରୁ 80% ଲୋକ ଜାଣିନଥିବେ। କାରଣ ଭଗବାନଙ୍କର ପ୍ରକୃତ ରହସ୍ୟମୟ କଥା କେହି କେବେ କୁହନ୍ତି ନାହିଁ। ତ ଦର୍ଶକ ବନ୍ଧୁ, ପ୍ରଥମ ଥର ପାଇଁ ମୁଁ ସୋସିଆଲ ମିଡ଼ିଆରେ ଏହି କଥା ଆଜି ରଖିବାକୁ ଯାଉଛି ଯେ ଭଗବାନ କୃଷ୍ଣ କାହିଁକି ଦୋଳଯାତ୍ରା କଲେ ଏବଂ ଯେଉଁ ଲଭର୍ସ ମାନେ କେଉଁଭଳି ଭାବରେ ଯେଠି ଭଗବାନ ମଧ୍ୟ ଉଲ୍ଲେଖ କରାହେଇଛି କେଉଁଭଳି ଭାବରେ ଲଭର୍ସ ମାନେ ଏହି ଦୋଳଯାତ୍ରାରେ କ'ଣ କଲେ ତାଙ୍କର ଲଭ୍ ସକ୍ସେସ୍ ହୋଇଥାଏ ସେ ମଧ୍ୟ କଥା ଏଇଥିରେ ପ୍ରଭୁ କହିଛନ୍ତି। ତ ଦର୍ଶକ ବନ୍ଧୁ, ଆଶା କରିବି ଭିଡ଼ିଓଟିକୁ ଆରମ୍ଭରୁ ଶେଷ ଯାଏ ଦେଖିବେ, ନହେଲେ କିଛି ବୁଝିପାରିବେ ନାହିଁ। ଏହା ମଧ୍ୟ ପୁରାଣରେ ଉଲ୍ଲେଖ ଅଛି, ତନ୍ତ୍ର ମାଧ୍ୟମରେ ବି ତନ୍ତ୍ରଶାସ୍ତ୍ରରେ ମଧ୍ୟ ଉଲ୍ଲେଖ କରାଯାଇଛି। ତ ଦର୍ଶକ ବନ୍ଧୁ, ଭିଡ଼ିଓଟିକୁ ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରି ରଖନ୍ତୁ, ଯାହାଫଳରେ କି ଏଇଭଳି ହେଲ୍ପଫୁଲ୍ ପୌରାଣିକ ରହସ୍ୟମୟ ଭିଡ଼ିଓ ଦେଖିବା ପାଇଁ ଚାହୁଁଥିଲେ ସଦାସର୍ବଦା ଆମ ସହିତ ଯୋଡ଼ି ହେଇକି। ଦର୍ଶକ ବନ୍ଧୁ, ଏ କଥା ହେଉଛି ଦ୍ୱାପର ଯୁଗର, ଯେତେବେଳେ ଭଗବାନ କୃଷ୍ଣ ଜନ୍ମ ହୋଇ ମଥୁରାରେ ଗୋପରେ ବଢ଼ୁଥିଲେ। ଗୋପରେ ପ୍ରାୟତଃ ଗୋପାଳମାନେ ବାସ କରୁଥିଲେ। ତାଙ୍କର ମୁଖ୍ୟ ଥିଲେ ନନ୍ଦରାଜା। ନନ୍ଦରାଜାଙ୍କର ପୁତ୍ର ସନ୍ତାନ କୌଣସି ନଥିଲେ। ନନ୍ଦରାଜାଙ୍କୁ 750 ବର୍ଷ ପରେ ତାଙ୍କ ଘରେ ଏକ କନ୍ୟା ସନ୍ତାନ ହୋଇଥିଲା ଏବଂ ସେ ଯେଉଁ ବସୁଦେବ ଏବଂ ପୁଅକୁ ବା ଭଗବାନ କୃଷ୍ଣକୁ ଆଣି ନନ୍ଦଙ୍କ ଘରେ ଛାଡ଼ି ଦେଇ ଯାଇଥିଲେ ବସୁଦେବ। ତ ସେବେଠାରୁ କାହା ଭୟରେ ତ ଆପଣମାନେ ଜାଣିଥିବେ, ମୁଁ ଏତେ ଡିଟେଲରେ କହୁନି, ଟିକେ ଟିକେ କହିଦେଉଛି। ତ କଂସ ଭୟରେ କାଳେ ମାରିଦେବ କଂସକୁ ବୋଲି ତାଙ୍କର ଅଷ୍ଟମ ଗର୍ଭର ସନ୍ତାନକୁ ଆଣି ନନ୍ଦରାଜାଙ୍କ ଘରେ ଛାଡ଼ି ଦେଇ ଯାଇଥିଲେ ବସୁଦେବ। ତ ସେତେବେଳେ ଭଗବାନ କୃଷ୍ଣ ସେଇଠାରେ ଗୋପାଳ ରୂପରେ ପରିଚୟ ନେଇ ରହିଥିଲେ ଏବଂ ଧୀରେ ଧୀରେ ବଡ଼ ହୋଇଥିଲେ। ତ ତାଙ୍କର ରାଧାରାଣୀଙ୍କ ସହିତ, ରାଧାରାଣୀ ଯିଏକି ତାଙ୍କର ସମ୍ପର୍କରେ ମାଇଁ ହେବେ, ତାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ହୋଇଥିଲା, ଗଢ଼ି ଉଠିଥିଲା। ଯାହାଫଳରେ ସେ ଦିନେ ଆମର ଆଜିର ଟପିକ୍ ହେଲା ଯେ ଏଇ ଯେଉଁ ଦୋଳ ପୂର୍ଣ୍ଣିମା ବା ଏ ଫଗୁ ଖେଳ କେବେଠାରୁ ଷ୍ଟାର୍ଟ ହେଉଛି। ତ ଦିନେ ରାଧା ତାଙ୍କର ସମସ୍ତ ଅଷ୍ଟସଖୀଙ୍କୁ ନେଇ ଯମୁନା କୂଳରେ ବା ଯମୁନା ନଦୀରେ ସ୍ନାନ କରୁଥିବା ସମୟରେ ତାଙ୍କ ଦେହରୁ ସମସ୍ତ ଅଳଙ୍କାର ମାନ କାଢ଼ି ସେଠି ଥୋଇ ସେ ସ୍ନାନ କରୁଥାନ୍ତି। ତ ଏହି ସମୟରେ ଗୋଟେ ଚିଲ ପକ୍ଷୀ ଉଡ଼ି ଉଡ଼ି ଆସି ସେ ତାଙ୍କର ତାଟଘଟିକୁ ନେଇକି ପଳେଇଲା, ଯାଇକି କୁଞ୍ଜବନର କଦମ୍ବ ଡାଳରେ ବସିଲା। ତ ତାକୁ ମାଛ ଭାବି ସେ ନେଇଯାଇଥିଲା। ତ ତାକୁ ବାରମ୍ବାର ଥଣ୍ଟ ପ୍ରହାର କଲା ତାକୁ ଖାଇବା ପାଇଁ, କିନ୍ତୁ ଯେହେତୁ ସେ ସୁନାଟା ତାକୁ ଆଉ ଖାଇପାରିଲା ନାହିଁ, ତେଣୁ ତାଟକଟାକୁ ଫୋପାଡ଼ି ଦେଇକି ସେ ଚିଲ ପକ୍ଷୀ ଉଡ଼ିକି ପଳେଇଲା। ତ ରାଧାରାଣୀ ଯେତେବେଳେ ସ୍ନାନ ସାରି ଆସି ନଦୀରେ ଦେଖିଲେ ନଦୀ ବାଲି ଉପରେ ତାଟକ ନାହିଁ, ତାଙ୍କ ସାଙ୍ଗସାଥି ସବୁଆଡ଼େ ଖୋଜିଲେ କିନ୍ତୁ ମିଳିଲା ନାହିଁ। ତ ଶାଶୁ ନଣନ୍ଦିଆ ଘର ସେତେବେଳେ ଗଞ୍ଜାଣ ଦିଅନ୍ତି, ତେଣୁ ସେ ବହୁତ ଡରମରରେ ଆସିଲେ ଘରକୁ। ତ କୃଷ୍ଣ ଏବଂ ତାଙ୍କର ସମସ୍ତ ସଖାମାନେ ଯାଇଥିଲେ ସେ କୁଞ୍ଜବନକୁ ଖେଳିବା ପାଇଁ। ତ ଖେଳୁ ଖେଳୁ ସେ ଦେଖିଲେ ଗୋଟେ କାନର, ସୁଦାମା ଦେଖିଲା ଯେ କାନର ତାଟକଟି ଦେଖିଲା। ସିଏ ସୁଦାମା ସୁବଳ ଦେଖିଲେ କାନର ତାଟକଟି। ସେ କାନର ତାଟକଟା କୃଷ୍ଣଙ୍କୁ ଆଣିକି ଦେଖେଇଲେ। କୃଷ୍ଣ ଦେଖି କହିଲେ, ଏ ତାଟକଟି ତ ଏତେ ସୁନ୍ଦର, ଆକୁ ଯିଏ ପିନ୍ଧୁଥିବ ସେ ଗୋପପୁରର କେଉଁଠୁ, ସିଏ କେତେ ସୁନ୍ଦର ନ ହୋଇଥିବ, ଚାଲ ଦେଖିବା। ଗୋପପୁରରେ ଆଉ ଗୋଟିଏ କଥା କହିଦେଉଛି, ଗୋପପୁରରେ 9 ଲକ୍ଷ ଘର, 9 ଲକ୍ଷ ଘର ଗୋପପୁରରେ।
तेणु आउ एते लोकंकु आ समस्ते चिन्हिथिबे कि तेणु कृष्ण कहले चल किए यही ताटकटी पिंधुची से सुंदरी इटा को देखा आम टे चल तो से समस्त सांगसाथी एकाठी होगी गले ताटक सबू घरे जाकि पचारे जे आउ समस्ते नाही नाही कले तो सेतबेले सखा मैंने उपदेश देले जे गोपपुरर जे ग्रामदेवी पूर्णमासी माँ को तमें कन्हई ध्यान कर पूर्णमासी निश्चय आसिकी तुमको यार किमिति ताकू भेट करवा किमिति ताकू देखा ताटकटी कहार तो से निश्चय कहे तो से कौन कले ना पूर्णमासी माँ को ध्यान कले तो पूर्णमासी माँ आविर्भाव हेले आविर्भाव हो पचारे कहले आउ कृष्ण कहीं मत कन्हई डाकिल ने यही ताटकटी कहार मुझा मत कह तो सेतेबेले माता पूर्णमासी सब जापारी भगवान कृष्ण मनर कथा तो सी कहले तुम गोटे काम कर तुम फगुण मास दूल दशमी रे गोटे काम कर गोटे विमान तैयारी कर से विमान आगे कि ना ताटकटी बांधी तुम्हें रंग अबीर रे दूल यात्रा कर से विमान रे बसी यात्रा कर तो कले जार ताटक ताकि देखिले आसिकी ताटक नब तो यही जो कही पूर्णमासी माँ अंतर्ध्यान हो गले तो भगवान कृष्ण कथा अनुसार से भाव में से आरंभ कले दोल यात्रा सुनार विमान तैयारी कराला फूल करताल नाद कंपिला गोपपुर नगर भगवान कृष्ण ताटक टीकू से विमान सामने गोटे सूतारे झुलई विमान भितर बसिले तो विमान बुड़ला बेले राधाराणी को नजर पड़ा विमान उपर जिते नजर पड़ा सी तो आउ डायरेक्ट गलेनी से जाई कौन कले ना सखी को पचारे ललिता को पठेले कहले जाओ आउ कृष्ण को कह कन्हई को एटा मोहर आउ मते दिंतु से मो ताटकटी तो जितेबले ललिता आसिकी मागिला भगवान कृष्ण को ताटकटी को भगवान कृष्ण कहले कहले नाई जार ताटक ताकू जा कह सी आसवे मुझे आसिले जाकि देवी ताकू देलेनी तो कौन करेंगे राधाराणी बाध्यरे कहले मुझे जीवी शाशु ननदिया घर जानिले तो मत बहुत गंजना देवे तो यही भाव में भगवान कृष्ण तो दोल यात्रा टी से करते सेबठारू आम हिंदू धर्म पर्व दोल यात्रा हुए तो आहरी गोटे कथा यही दोल यात्रा भगवान राधाकृष्ण प्रेम करथिले सेबठारू सेथिपाई प्रेम को पवित्र बोली माना जाइछि प्रेम गोटे निबिड़ संपर्क तो दर्शक बंधु से ही दिन ठारू ए द्वापर जुगरू ए होली पर्व बा ए दोल यात्रा आरंभ हो आसी तो मुझे जहाँ जानी आपण निकट में उपस्थापना करी तो भिडियोटी यदि भल लगी था भिडियो गोटे लाइक करी चैनल टी सब्सक्राइब करदे जय जगन्नाथ।